ବର୍ତ୍ତମାନ ସମାଜରେ ଅନେକ ଲୋକ ପ୍ରଭୁଙ୍କ ନାଁ ଧରି ଯେଉଁ ମହାପୁରୁଷ ଅଚ୍ୟୁତଙ୍କ ନାଁ ଧରି ଆଜ୍ଞା ଏବଂ ପଞ୍ଚସଖାଙ୍କ ନାଁ ଧରି ମିଛ କହି ଲୋକମାନଙ୍କୁ ଏପରି କୁପଥଗାମୀ କରଉଛି ଯଦି ଲୋକ ଭାବୁଛନ୍ତି ମୁଁ ନିଶ୍ଚିତ ଏଇଟା କ'ଣ ହେଇଛି। ଏମିତି ସମୟ ଆସିଛି ଲୋକେ ଚାହୁଁଛନ୍ତି ଯେ ମୁଁ ଏମିତି କହିଦେଲେ ଲୋକେ ମୋତେ ଅନେକ ଦେଖିବେ, ମୋର କିଛି ରୋଜଗାର ହବ ଏବଂ ମୁଁ ଯେଉଁ ରୋଜଗାରରେ ମୁଁ ଚଳିବି। ଅନେକ ଲୋକ ଅଛନ୍ତି କେବଳ ପ୍ରଭୁଙ୍କ ନାଁ କହି ବିକିକିରି ଆମେ ଖାଇବୁ, ପ୍ରଭୁଙ୍କ ନାଁ କହିକିରି ଖାଇବୁ। ଠାକୁର କହିଥିଲେ ଯେ ପୁରୁଷକୁ ନପୁଂସକ କହି ସ୍ତ୍ରୀ ବୁଲିବେ ବାରୁଆଳି ହୋଇ, ବକ୍ଷରେ ନଥିବ ଭୂଷଣ କହିଲେ ଦେବେ କି କର୍ଷଣ, ନାରୀ ପିନ୍ଧିବେ ପୁରୁଷ ବେଶ ଏଥିକି ଅଛୁତି କରିବ ଲୋକମାନେ। ଉଶୃଙ୍ଖଳିତ ଆହୁରି ଅଧିକ ହେବେ। ବର୍ତ୍ତମାନ କଳିଯୁଗରେ ପ୍ରବଳ ମାତ୍ରାରେ ଉଶୃଙ୍ଖଳିତ। ଆଜି ଯେମିତି ସମାଜରେ ବଡ଼ ବଡ଼ ଆମର ସାଧୁମାନେ କହୁଛନ୍ତି ହେଇ 29ରେ ହେଲା ବିନାଶ ହେଇଯିବ, ପୃଥିବୀ ଧ୍ୱଂସ ହେବେ। ପୃଥିବୀ କେବେ ଧ୍ୱଂସ ହବ ନାହିଁ। ଦି ପୁଅ ଯାକ ପାଠ ପଢନ୍ତି, ଦି ଜଣ କିନ୍ତୁ ଦିଟା ଛୁରୀ ଧରନ୍ତି। ଗୋଟିଏ ପୁଅ ପାଠ ପଢି ଛୁରୀ ଧରି ଡାକ୍ତରଖାନାରେ ରୋଗୀମାନଙ୍କ ସେବା କରେ ଏବଂ ରୋଗୀକୁ ବଞ୍ଚାଏ, କିନ୍ତୁ ଆଉ ଗୋଟିଏ ପୁଅ ସେଇ ଛୁରୀ ଧରି ଲୋକମାନଙ୍କୁ ଦେଖେଇ ରୋଜଗାର କରି ସିଏ ଖାଏ, ଡରାଇକି ଖାଏ। କିନ୍ତୁ ଗୋଟେ କଥା, ବର୍ତ୍ତମାନ ଯୋଉ ପ୍ରକାର କିଛି ଲୋକ କହିଥିଲେ ଯେ ଯୋଉ ଜାନୁଆରୀ 29ରେ ବିଶ୍ୱଯୁଦ୍ଧ ହବ, ପୃଥିବୀ ଧ୍ୱଂସ ହେଇଯିବ, ଏଇ ପ୍ରକାର ଯୋଉ କଥା ସବୁ କହୁଛନ୍ତି ବର୍ତ୍ତମାନ ସମୟରେ ଅନେକ ଲୋକ ଦେଖନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ପଞ୍ଚସଖା ତାଙ୍କ ମାଳିକାକୁ ମାନେ ଜୀବନ ଠାରୁ ଅଧିକା ଭଲ ପାଆନ୍ତି। ନିଶ୍ଚିତ ପଞ୍ଚସଖା ଓଡ଼ିଶାର ଆଜ୍ଞା ଦେଖନ୍ତୁ ଗୋଟେ କହିଲେ ଏମିତି ଅତ୍ୟୁକ୍ତି ହବ ନାହିଁ। ଆମର ପଞ୍ଚସଖା ତ ଓଡ଼ିଶାର ମହନ୍ତ, ସେମାନଙ୍କୁ ଓଡ଼ିଶାର ମହନ୍ତ ବୋଲି ଆଖ୍ୟା ଦିଆଯାଇଛି। କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱରେ ବା ପୃଥିବୀ ପୃଷ୍ଠ ଆମେ ପଞ୍ଚଭୂତ କହିଲେ ବି ଅତ୍ୟୁକ୍ତି ହବ ନାହିଁ। ତାଙ୍କରି ଠାରୁ ହିଁ ପଞ୍ଚସଖା ଆସିଥିଲେ ଏବଂ ଯେତେବେଳେ ଆସିଥିଲେ ସେମାନଙ୍କୁ ତାଙ୍କର ନିଃସୃତ ବାଣୀ ଯୋଉଟାକ କଳି ଯୁଗରେ, ଏ ତ ଦ୍ୱାପର ଯୁଗର କଥା, ତେଣୁ ନିଃସୃତ ବାଣୀ ସେଠି ଶ୍ରୀକୃଷ୍ଣ କହିଥିଲେ ପ୍ରଭୁଙ୍କୁ ଯେ ତୁମେ ଯେଉଁ ପଞ୍ଚସଖା ଯିବ ତୁମେ ଏପରି ଭାବରେ କଳି ଯୁଗରେ କିଛି ଉପସ୍ଥାପନା କରିବ, କିଛି ଲେଖି ଦେଇଯିବ ଯାହାକୁ ସମଗ୍ର ବିଶ୍ୱ ତୁମରି କଥାକୁ ଅନୁସରଣ କରିବେ ଏବଂ ତୁମକୁ ବାର୍ତ୍ତାକୁ ଅନୁସରଣ କରିବେ। କିନ୍ତୁ ବର୍ତ୍ତମାନ ସମାଜରେ ଅନେକ ଲୋକ ପ୍ରଭୁଙ୍କ ନାଁ ଧରି ଯେଉଁ ମହାପୁରୁଷ ଅଚ୍ୟୁତଙ୍କ ନାଁ ଧରି ଏବଂ ପଞ୍ଚସଖାଙ୍କ ନାଁ ଧରି ମିଛ କହି ଲୋକମାନଙ୍କୁ ଏପରି କୁପଥଗାମୀ କରଉଛି ଯଦି ଲୋକ ଭାବୁଛନ୍ତି ମୁଁ ନିଶ୍ଚିତ ଏଇଟା କ'ଣ ହେଇଛି। ଯେମିତି ଆମର ଠାକୁର କହିଛନ୍ତି କିସ ଜପିବୁ ତୋ ନାମ ତୋର ଜପରେ ନାହିଁ, ତୋ ନାମକୁ ତୁହି ଜପୁଛୁ ହୃଦ ମଧ୍ୟରେ ରହି। ମୁଁ ଆପଣଙ୍କୁ ଟିକେ ସଂକ୍ଷିପ୍ତ ପରିଚୟ କରେଇଦେବି ଆପଣଙ୍କୁ। ଇଏ ହେଉଛନ୍ତି ବିଜୟ ସାର୍। ବହୁତ ଦିନର ତାଙ୍କ ସାର୍ଙ୍କ ସହିତ ମୋର ସମ୍ପର୍କ। ସେ ଜଣେ ମାଳିକା ଭକ୍ତ, ତେଣୁ ମାଳିକାରେ ତାଙ୍କର ଖାଲି ଆମେ କହିପାରିବାନି ଯେ ମାଳିକାରେ ସେ ମାଳିକାକୁ ରିସର୍ଚ୍ଚ କରନ୍ତି ଏବଂ ଅଚ୍ୟୁତାନନ୍ଦ ମହାପୁରୁଷ ଏଇ କୋରୁଆରେ ତାଙ୍କର ସାର୍ଙ୍କର ଘର। ଆପଣ ଜାଣନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ମଣିନାଥପୁର ତାଙ୍କ ଗ୍ରାମ। ସେ ଆକ୍ଚୁଆଲି ଭଗବାନଙ୍କର କିଛି ସାନ୍ନିଧ୍ୟ ପ୍ରାପ୍ତ ତାଙ୍କ ମଧ୍ୟ ହେଇଛି। ମୁଁ ଖୋଲିବାକୁ ଚାହୁଁନି, ଯାହା ବି ହେଉନା କାହିଁକି ପ୍ରଭୁଙ୍କର କୃପା, ପ୍ରଭୁଙ୍କର ସାନ୍ନିଧ୍ୟ ତାଙ୍କୁ ବହୁତ ମାତ୍ରାରେ ଲାଭ ହେଇଛି। ମୁଁ ସାର୍ଙ୍କ କତିକି ଅନେକ ବାର ଆସେ ଏବଂ ମୁଁ ମଧ୍ୟ ସାର୍ଙ୍କ ଠାରୁ 2ଟା ଉପକାର 3ଟା ଉପକାର ପାଇଛି। କେବେ ବି ମୋ ଜୀବନ ସାରା ଆଜ୍ଞା ଜୀବନ ଚାଲିଯିବ, ମୁଁ କେବେ ଭୁଲ କହିପାରିବିନି କି ଅସ୍ୱୀକାର ବି କରିପାରିବି ନାହିଁ। ତେଣୁ ଯାହା ସତ୍ୟ ସେଇ ପ୍ରଭୁ ଅଚ୍ୟୁତ, ସେଇ ଜଗନ୍ନାଥ, ସେଇ ସବୁକିଛି ଆଜ୍ଞା ତାଙ୍କରି କୃପା, ତାଙ୍କରି କରୁଣାରେ ସଂସାର ଚାଲିଛି। ତେଣୁ ଯାହା ବି ହେଉଛି ଆଜ୍ଞା ସେ ତାଙ୍କରି ଇଚ୍ଛାରେ, ଯାହା ଘଟୁଛି ତାଙ୍କରି ଇଚ୍ଛାରେ। ଆଲୋଚନା କରିବା ସେ ପ୍ରସଙ୍ଗକୁ ଯିବା ଯେ ବର୍ତ୍ତମାନ ଯେଉଁ ସମୟରେ କହୁଛନ୍ତି ତାଙ୍କର ପ୍ରଭୁଙ୍କର କଥାକୁ ନେଇ ଯେ ଏହା ହେଇଯିବ, ଧ୍ୱଂସ ହେଇଯିବ, ଅମକ ହେବ ସମକ ହେବ, ମାଡ଼ି ଆସିବ, କିନ୍ତୁ ବାସ୍ତବିକ ହେଉନାହିଁ। ଦେଖନ୍ତୁ ସଂକଟ ହେଉଛି ବିଶ୍ୱ ସାରା ବିଭିନ୍ନ ପ୍ରକାର ଦେଶ ମଧ୍ୟରେ ଦେଖନ୍ତୁ ସଂକଟ ସମସ୍ୟା।
आज ओडिशा रे भारत वर्ष में विभिन्न प्रकार राजनीतिक अस्थिरता विभिन्न प्रकार संकट प्रत्येक व्यक्ति आज्ञा अंगली भोची राति पाइले संघर्ष करुच्ची एटा आपण मैंने देखिपे 24 मसीह किसी मात्रा बहुत मात्रा बढ़ीगला संकट 24-25 जहाँ थी 26 अनुभव करुवे आपण मैंने बहुत मात्रा धीरे धीरे बढ़ुचे तेणु यही थाईपे जो मैंने कहते जो मैंने साधक अच्छा जो मैंने माणिक्यकार अच्छा से कहते 29-30 पर्यंत ये घटना निश्चय अधिक मात्रा बढ़ गोटे बहुत बड़ संकट विश्व को देखा पड़ो तादर अनेक जीवन हानि हम धन हानि हम होती आपण मैंने देखुते विश्व में अनेक देश रूसिया यूक्रेन युद्ध 4 वर्ष है बंद हबार नाम नौनी तादर अमेरिका तादर ईरान इज्राएल बा फिलिपीन्स यही प्रकार जो संकट बांग्लादेश जो प्रकार गृह युद्ध आपणकर नेपाल जो प्रकार सिटी प्रकार जो प्रकार संकट सृष्टि है ए प्रकार विश्व में अफगानिस्तान पाकिस्तान भितर बलूचिस्तान पाकिस्तान आर्मी भितर युद्ध यही प्रकार संकट समस्या सृष्टि होची किंतु भारत एवं ओडिशा रे जो प्रकार विश्व में होची से प्रकार नहीं कहीं हूँ देवभूमि ये अनेक प्रकार लोक अच्छा आम बाहर को देखा जाऊँगी सी जड़े मनीष भितर आज्ञा भगवान शक्ति अच्छी आप देखिए अनेक भिडियो कौन व्यक्ति कहूँ आज्ञा केमी बात्या आसीज आज्ञा देखो आम के हल्कार नवा कथा नुहे से व्यक्ति किए कहीं निश्चय आज्ञा से कहूँ मानता भितर किसी अच्छी यही अनेक लोक तार फायदा उठे नहीं पाती कि नाई आज्ञा सी कौन करदेला मुझे करदेली कि देखो आम अस्वीकार करें किसी ना किसी तो एनर्जी संसार में काम करुच्ची तेणु सार को पचार वास्तविक जे यही जो संकट घड़ी रे ये प्रकार जो आम परिस्थिति रे आम आज विश्व आज भारत आज ओडिशा गति करुच्ची एटा वास्तविक कौन संकेत प्रदान करुच्ची किछि हम ना आम ये जो प्रकार लोक मैंने आज कहते किसी लोग आलोचना कर काली मत कल आसला से कहले आज्ञा देखो 29 तारीख कही 29 तारीख तो किसी है देखो आज्ञा यहाँ सत कथा है कहीं मनीष कथार भगवान चलिए न चलिए से विषय सार पचार बर्तमान जो लोक मान कथा सत्य होनी कहते सत्य आसब ना कहीं जो मैंने भी कहते आज्ञा अनेक मुझे देखुची अनेक व्यक्ति माने जो माने महापुरुषों बाबद कहते महापुरुषों विषय संक्षिप्त सूचना दौरान कि से जहाँ कहते केते दूर ठीक केते दूर भूल मुझे तो कहीपरि कारण से भी सेमती प्रभुंर आश्रित नहीं कौन सी मुझे चाहूनी जे प्रभुंर एठी बदनामी करा कारण एमती समय आसी लोके चाहूँगी जे मुझे कहीदेले लोके मत अनेक देखिए मोर किसी रोजगार हम एवं जो रोजगार मु चल तारी परिवार तारी घर भितर तार पुआ हो झी हो कि तार माँ हो जी भी हो सी ताकू आगे भल कलानी कि अनेक लोक देखा जाए मु भल करदेली मु आज यहीटा करदे यहीटा हम सेटा ठीक हेनी कहीं जिते प्रभु आमको जन्म देती सेठी से निश्चित भाव में कही जे जहाँ हवा कथा सी लिपिबद्ध ही अच्छी मनीष करें आम अच्छी जे जन्म मरण बरसा ताको कही पारि नाहंती पुरुषा जो माने पुरुषा कहले जो आध्यात्मिकवादी जो माने भगवान को अंश विशेष माने कही आम मना ना तेणु केते क्षेत्र कौन हे ना बाजू बाजू कहीं बाजिगला जदि बाजिगला तापरे लोक कहले ना आरी कथा तो हो सी जो बड़ साधक सी जो महान पुरुष लोक चिंताधारा आज से लोक मानकर मानसिक दक्षता से आसी अनेक लोक अच्छा कि प्रभु को ना कही बिकिकी आम खाइबू प्रभु को ना कहीकि खाइबू कहले लोक आसवे आम लोक आसवे रोजगार हम खाइबू किंतु सेटा संपूर्ण भूल तथ्य तेणु जहाँ भगवान को दरबार अच्छी भगवान ता आम कि आम गोटे कथा अच्छी जे पिता माता संजोग काले पीढ़ी जहाँ लिखी आमर जन्म समय जहाँ प्रभु कर सी कर सृष्टि सर्जना कर समय सेउटू ही तैयारी आम कहीपर कौ दिन कौन हम न जो नक्षत्र मान चलनी जो नक्षत्र नवग्रह अच्छा से चलनी किसी आसे जमी आम देखा आम जो जातकटा देखा जातक ग्रहटा ये रही या कर लग्न घरे शनि उदाहरण गोटे लग्न घरे शनि रही सी तली तलांत करदेव कि तार अर्थ नुह जे शनि जन को तली तलांत करदेव कि से समयटा
କଷ୍ଟ କଷ୍ଟ ଦବ ଦବ। କିନ୍ତୁ ମାରିବନି, ଶନି ମାରିବ ନାହିଁ କିନ୍ତୁ କଷ୍ଟ ଦବ, ହୁଏତ ତାକୁ ବହୁତ ଦୁଃଖରେ ପକେଇଦବ, ବହୁତ ଯନ୍ତ୍ରଣା ଦବ, ପାରିବାରିକ ବିଘଟନ ଘଟିବ, ପରିବାର ଭିତରେ ବିଘଟନ ଘଟିବ, ବାପା ମା ପୁଅ ଝିଅ ଇଏ ଯିଏ ଥିବେ ତାଙ୍କୁ ସମସ୍ତଙ୍କୁ ଯେମିତି ତଳାତଳଟା କାଙ୍ଗାଳ କରିଦବ। କାଙ୍ଗାଳ କରିବ, କିନ୍ତୁ ତାର ଅର୍ଥ ସେଇଆ ନୁହେଁ। କିନ୍ତୁ ଏଇ ପ୍ରଭୁଙ୍କର ଯୋଉ ନିଷ୍ପୃତ ବାଣୀ ଅଛି ଯେ ଆମର କେତେ କ୍ଷେତ୍ରରେ ଅଛି ଯେ ପ୍ରଭୁ କହିଛନ୍ତି ଯେ କହୁଥିଲେ ଯେତେବେଳେ ରାମଚନ୍ଦ୍ର ପ୍ରଭୁ ବସି ଯାଇଛନ୍ତି, ଯେତେବେଳେ ତାଙ୍କର ସମୟ ନିକଟର ହେଇ ଆସୁଛି, ସେଇଠି ପ୍ରଭୁ ପଚାରିବେ, ରାମଦାସ ପଚାରୁଛନ୍ତି ଯେ ପ୍ରଭୁ କୁହନ୍ତୁ ଯେ ଆପଣ ତ ଏଇ ଧାମ ତ୍ୟାଗ କରିବେନି ତ, କିନ୍ତୁ ଶଶରୀରେ ତ ଯିବେ, ପ୍ରଭୁଙ୍କ ସହିତ ଆପଣ ଲୀନ ହେଇଯିବେ, ଯେହେତୁ ଆପଣ ତ ଅଚ୍ୟୁତ, ଆପଣଙ୍କର ଚିତ୍ତ ନାହିଁ ବା ବିଚ୍ଛିନ୍ନ ନାହିଁ, ତେଣୁ ମୋତେ ଟିକେ କିଛି ସମୟ କଥା କୁହନ୍ତୁ ଯେ କଳିଯୁଗରେ କ'ଣ କ'ଣ ଟିକେ ହବ ମୁଁ ଟିକେ ଜାଣିବି। ଆଜ୍ଞା। ସେଠି ପ୍ରଭୁ କହିଥିଲେ, ରେ ରାମ, ପ୍ରଥମେ ତୁ ମନେ ରଖିଥା, କଳି ଯୁଗରେ ତୁ 3 ଯୁଗର ଘଟଣା ଦେଖିବୁ। ସେ କହିଲେ ପ୍ରଭୁ କ'ଣ? ନା ପ୍ରଥମେ ଦେଖିବୁ ସତ୍ୟ ଯୁଗ। ନା ସତ୍ୟ ଯୁଗରେ କ'ଣ ହବ? ନା ସତ୍ୟ ଯୁଗରେ ଦେଖିବୁ ଯେମିତି ଆମେ ଯେମିତି 4ଟା ଯୁଗ ରହିଲା, ସତ୍ୟ, ତ୍ରେତୟା, ଦ୍ୱାପର ଆଉ କଳି। ସତ୍ୟ ଯୁଗରେ ତୁ ଦେଖିବୁ ଯେ ଏପରି ସମୟ ଆସିବ ଯେତେବେଳେ କି ଯେମିତି ବଳି ଯାଇକିରି ଭଗବାନ ବାମନ ରୂପ ଧରି ବଳି ଦ୍ୱାରରେ ପହଞ୍ଚିଥିଲେ, ବଳିକି ଭିକ୍ଷା ମାଗିଲେ ଏବଂ ଶେଷରେ ଭଗବାନ ତାଙ୍କୁ ଚାପିଦେଲେ, ପାତାଳଗାମୀ ହେଲେ। ତେଣୁ ସେଇଠି ବଳିଙ୍କର ସ୍ତ୍ରୀ ପ୍ରଶ୍ନ ପଚାରିଥିଲା ଯେ ପ୍ରଭୁ ବଳିକି ଆପଣ ଚାଲ, ମୁଁ କ'ଣ କରିବି, ମୁଁ ପୁଣି ଉଦ୍ଧାର କେମିତି କରିବି? ପରବର୍ତ୍ତୀ ବେଳେ ଭଗବାନ ତାକୁ କହିଥିଲେ ଯେ ସମୟ ଯେତେବେଳେ ଆସିବ, ସତ୍ୟ ପରେ ଯୋଉ ତ୍ରେତୟା ହଉ ଦ୍ୱାପର ହଉ, ଯେତେ ସେଇ ସମୟ ମୁଁ ତତେ ଉଦ୍ଧାର କରିବି। ସେଇଠି ପ୍ରଭୁ କହିଥିଲେ ଯେ ଯୋଉ ଭିକ୍ଷା ମାଗିଥିଲେ ସେମିତି କହିଲେ ଯେ ଏମିତି ସମୟ ଆସିବ କଳି ଯୁଗରେ ଭିକାରୀ ସଂଖ୍ୟା ତମେ ଅଧିକ ଦେଖିବ। ବର୍ତ୍ତମାନ ଦେଖନ୍ତୁ ସମାଜରେ ଆମେ ପ୍ରାୟ ବହୁତ ଭିକାରୀ ସଂଖ୍ୟା ହେଇଗଲେ, ଲୋକ ଅଛନ୍ତି କାର୍ଯ୍ୟକ୍ଷମ କରିପାରିବେ, ରୋଜଗାର କରିପାରିବେ, କିନ୍ତୁ ସେମାନେ ଗୋଟେ ଭିକ୍ଷାବୃତ୍ତି ଆଚରି ନେଇଯାଇଛନ୍ତି। ଇଏ ଗଲା ସତ୍ୟ। ତାପରେ ହେଲା ତ୍ରେତୟା। ତ୍ରେତୟାରେ ଦେଖିବେ ଯେ ଯୋଉ ମା ସତୀ ସୀତା ପାଇଁ ରାମ ବନବାସ ଗଲେ, ଯୋଉ ମା ସତୀ ସୀତା ପାଇଁ ରାବଣ ମଲା ଏବଂ କେତେ କେତେ ଜିନିଷ ସେଇଠି ଘଟିଗଲା, କିନ୍ତୁ ପ୍ରକୃତରେ ମା ସତୀ ସୀତାଙ୍କ ପାଇଁ ତାହା ନୁହେଁନି, କିନ୍ତୁ ସେ ହେଉଛି ବିଧିର ବିଧାନ, ସେଇଆକୁ ଆଖି ଆଗରେ ଏଇ ଜିନିଷ ଘଟିଛି। ତେଣୁ ସେମିତି ଯେ ଯୋଉ ନାରୀ ପାଇଁ ରାବଣ ଏସବୁ ଘଟିଲା, ସେମିତି କଳି ଯୁଗରେ ନାରୀମାନଙ୍କର ସଂଖ୍ୟା ଏପରି ପ୍ରଭାବ ପଡ଼ିବ, ସେଇ ନାରୀ ମାନଙ୍କ ପାଇଁ ହିଁ ସମାଜ ବିଘଟନ ଘଟିବ। ତେଣୁ ସେମିତି ବି ଠାକୁର କହିଥିଲେ ଯେ ପୁରୁଷକୁ ନପୁଂସକ କହି, ସ୍ତ୍ରୀ ବୋଲିବେ ବାରୁଆଳି ହୋଇ, ବକ୍ଷରେ ନଥିବ ଭୂଷଣ, କହିଲେ ଦେବେଟି କର୍ଷଣ, ନାରୀ ପିନ୍ଧିବେ ପୁରୁଷ ବେଶ, ଏଥିକି ଅଛୁତି କରିବ କିସ। ଏବଂ ଆଉ କ'ଣ ଦେଖନ୍ତୁ ଯେ ଜଣେ ପୁଅର ବାପା ସେ କେତେ ଆଗ୍ରହର ସହିତ ଚିନ୍ତା କରୁଛି ଯେ ମୁଁ ମୋ ପୁଅ ବିବାହ କରିଦେଲେ ମୋ ପୁଅ କି ବୋହୂ ଆସିଲେ ମୋତେ ଗଣ୍ଡେ ଖାଇବାକୁ ଦେବ, ଇଏ କରିବ। କିନ୍ତୁ ଦେଖନ୍ତୁ ସମୟ ଆସୁଛି, ସବୁ ନାରୀମାନେ ତ ସେୟା ନୁହନ୍ତି। ଅନେକ କ୍ଷେତ୍ରରେ ଦେଖାଯାଉଛି ଅନେକ ନାରୀମାନଙ୍କୁ ମୋର ନମସ୍କାର, କାରଣ ସେମାନେ ଯାହାହେଲେ ମାତୃତୁଲ୍ୟ। ତେଣୁ ସେମାନଙ୍କ ପାଇଁ କେତେ ଜଣଙ୍କ ପାଇଁ କ'ଣ ହେଉଛି ନା ସେଇ ଶାଶୁ ଶ୍ୱଶୁର ଯାଇ ଜେଲ ଭୋଗୁଛନ୍ତି। ସେ ଚିନ୍ତା କଲେ ପ୍ରଭୁ ଯେ ସମୟ ଆସିବ ଯେ କ'ଣ ହବ ନା ଲୋକମାନେ ଉଶୃଙ୍ଖଳିତ ଆହୁରି ଅଧିକ ହେବେ। ବର୍ତ୍ତମାନ କଳି ଯୁଗରେ ପ୍ରବଳ ମାତ୍ରାରେ ଉଶୃଙ୍ଖଳିତ ହେଇଛନ୍ତି। ତେଣୁ ସେତେବେଳେ କ'ଣ କରିବ ନା କଳି ଯୁଗରେ ମାନେ ବାପା ମାଙ୍କର ପୁଅ ଝିଅ ମାନେ ବାପା ମାର ନାଁକୁ ବିକିକିରି ଖାଇବେ। କ'ଣ ନା ଗଲୁ ଦୋକାନରୁ ମୋ ପାଇଁ ଆଳୁ 2 କିଲୋ ଆଣି, ପ୍ୟାଣ୍ଟ ସାର୍ଟ ଆଣି, ବାପା ନାଁ କହି ଆଣି ଖାଇବେ। ତେଣୁ କଳି ଯୁଗରେ ପୁଅ ମାନେ ଏତେ ଉଶୃଙ୍ଖଳିତ ହେଇଯିବେ, ପିତା ମାତାଙ୍କର ନାଁକୁ ବିକିକିରି ଖାଇବେ। ତେଣୁ ଶ୍ରୀକୃଷ୍ଣ ଚିନ୍ତା କଲେ ଯେ ମୁଁ ଗଲା ପରେ ମୋରି ଯୋଉ ଦାୟାଦ ମାନେ ଅଛନ୍ତି ଏମାନେ ଏଇପରି ଭାବରେ କରିବେ। ତେଣୁ ସେଇଥିପାଇଁ ସେ କ'ଣ କଲେ ନା ଚିନ୍ତା କଲେ ଯେ ଏଇ ବଂଶକୁ କେମିତି ନିପାତ କରିବି। ତାର ଅର୍ଥ କ'ଣ, ସେ ଚାହିଁଥିଲେ କ'ଣ ପ୍ରଭୁ ସେତେବେଳେ ନିପାତ କରିଦେଲେ। ଏମିତି ଆଜି ଯେମିତି ସମାଜରେ ବଡ଼ ବଡ଼ ଆମର ସାଧୁମାନେ କହୁଛନ୍ତି ହେଇ 29ରେ ହେଲା ବିନାଶ ହେଇଯିବ, ପୃଥିବୀ ଧ୍ୱଂସ ହେବେ। ପୃଥିବୀ କେବେ ଧ୍ୱଂସ ହବ ନାହିଁ। କାହିଁକି ନା ଯିଏ ପ୍ରଭୁ ତିଆରି କରିଛି, ଜଣେ
ବାପା ମା ପୁଅ ଝିଅକୁ ଜନ୍ମ ଦେଇପାରିଥାଏ। ପୁଅ ବୋହୂ ସେ ବାପା ମାଙ୍କୁ ତା ଶାଶୁ ଶ୍ୱଶୁର ଖାଇବାକୁ ନ ଦେଇ ପାରିଥାନ୍ତି। ଗୋଟାଏ ଚିଲ ଯେତେ ଆକାଶରେ ଉଡୁଥାଉ ନା କାହିଁକି ତାର ଲକ୍ଷ୍ୟ ଥାଏ ମାଟିକି, କାରଣ ମୋର ଖାଦ୍ୟ କୋଉଠି ଅଛି। ଆଜ୍ଞା ଗୋଟିଏ ଗଛ ଯେତେ ଉପରକୁ ଯାଉଥାଉ ନା କାହିଁକି ତାର ଚେର ଥାଏ ମାଟିରେ। ଠିକ ସେଇପରି ବାପା ମାଙ୍କୁ ସେ ଖାଇବାକୁ ନ ଦେଇପାରନ୍ତି, ଶାଶୁ ଶ୍ୱଶୁର ଖାଇବାକୁ ନ ଦେଇପାରନ୍ତି, ସେମାନେ ଦୂରରେ ରହିପାରିଥାନ୍ତି। କିନ୍ତୁ ସିଏ କେବେ କୌଣସି ସମୟରେ କୌଣସି କ୍ଷେତ୍ରରେ ମଧ୍ୟ ପୁଅକୁ ବୋହୂକୁ ସେମାନେ କେବେ ଅଭିଶାପ ଦେଇପାରିବେ ନାହିଁ କି କୌଣସି କୁ କଥା କହିପାରିବେ ନାହିଁ। କାହିଁକି ସେମାନେ ଜାଣିଛନ୍ତି ଆଜି ମୋ ପୁଅକୁ କୋଉ ହୁଏତ ଯେମିତି ଆମର ଅଛି ଯେ ସମୟ ଯେତେବେଳେ ନଳରାଜା ଘାସ କାଟୁଥିଲେ ସେମିତି ସମୟ ମତେ ଆଜି ସେଇଆ କରିଦେଇଛି, ମୋ ପୁଅକୁ ଭିନେଇ କରିଦେଇଛି। ମୋ ମାନେ ପୁଅ ବର୍ତ୍ତମାନ ତ ପୁଅ ବିବାହ ସାରିଲା ପରେ ବାପା ମାଆକୁ ଭିନେଇ କରିଦେଉଛି, ସବୁ କହୁଛି। ହୁଏତ ସେଟା ସମୟ ତାଙ୍କୁ କି ଗ୍ରହ ତାଙ୍କୁ ସେଇ ସମୟ ତାକୁ ସୁଯୋଗ ଦେଇନି, କିନ୍ତୁ ଦିନେ ସମୟ ସୁଯୋଗ ଦବ। କାଣି କାଳରେ ବୁଢା ବୁଢୀ କି ବାପା ବୋଉ ମରିଯିବେ, ସେଇମାନେ ହିଁ ଆସିବେ, ସେଇମାନେ କ୍ରିୟାକର୍ମ କରିବେ, ଆଉ କେହି ଜଣେ ବି କରିବ ନାହିଁ। ତେଣୁ ସେମିତି ପ୍ରଭୁ ସେତେବେଳେ କୃଷ୍ଣ ଚାହିଁଥିଲେ କଣ ସେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିନ୍ତ କରିଦେଇ ନଥାନ୍ତି, କଲେ ନାହିଁ। କାହିଁକି ନା ଯେତେବେଳେ ବାପା ମା ତାର 2ଟା 3ଟି ପୁଅକୁ ଜନ୍ମ ଦିଏ, 2 ପୁଅ ଯାକ ପାଠ ପଢନ୍ତି, 2 ଜଣ କିନ୍ତୁ 2ଟା ଛୁରୀ ଧରନ୍ତି। ଗୋଟିଏ ପୁଅ ପାଠ ପଢି ଛୁରୀ ଧରି ଡାକ୍ତରଖାନାରେ ରୋଗୀମାନଙ୍କ ସେବା କରେ ଏବଂ ରୋଗୀକୁ ବଞ୍ଚାଏ, କିନ୍ତୁ ଆଉ ଗୋଟିଏ ପୁଅ ସେଇ ଛୁରୀ ଧରି ଲୋକମାନଙ୍କୁ ଦେଖେଇ ରୋଜଗାର କରି ସିଏ ଖାଏ, ଡରାଇକି ଖାଏ। ତେଣୁ ସେଇ ମାର ଗର୍ଭରୁ 2 ଜଣ ଯାକ ଜନ୍ମ। କିନ୍ତୁ ଯେତେବେଳେ ସେମାନେ ପରିଣତ ସମୟକୁ ପଳେଇ ଆସିଲେ, ପରିଣତ ସେମାନଙ୍କର ବାଟ ଅଲଗା ହେଇଗଲା। କାହିଁକି ନା ସେତେବେଳେ ସେ ଗ୍ରହ ତାକୁ ନେଇଗଲା। ସେ ମାର ଗର୍ଭରୁ 2 ଜଣ ଆଇଛନ୍ତି, କିନ୍ତୁ ସେଇ ଗ୍ରହ ତାଙ୍କୁ ଏପରି ପରିଚାଳନା କଲା ଯେ କି 2 ଜଣ ଉଭୟ ଅଲଗା ଅଲଗା ବାଟରେ ସମ୍ମୁଖୀନ ହେଇଗଲେ। ଉଦାହରଣ ବାଲ୍ମୀକି ଦେଖନ୍ତୁ।